ବନ୍ଧୁମାନେ 2026ର ଭାରତ ଏର୍ଥ ମୁଭେର ଲିମିଟେଡ୍ ତରଫରୁ ବହୁତ ବଡ଼ ରିକ୍ରୁଟମେଣ୍ଟ ବାହାରି ଯାଇଅଛି। ରିକ୍ରୁଟମେଣ୍ଟ ଅଫ୍ ଜୁନିୟର ଏକ୍ଜିକ୍ୟୁଟିଭ୍ସ ଅନ୍ ଫିକ୍ସଡ ଟର୍ମ କଣ୍ଟ୍ରାକ୍ଟ ବେସିକ୍ସରେ ଶେଷ ତାରିଖ ହେଉଛି 7/4/2026। ଟୋଟାଲ ଭ୍ୟାକେନ୍ସି ହେଉଛି 70-80। ଯଦି ଆପଣମାନେ ହ୍ୱାଟ୍ସଆପ୍ ଆରଟାଇ ଟେଲିଗ୍ରାମ ଗ୍ରୁପ୍ରେ ଯଦି ଜଏନ୍ ହେବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ଜଏନ୍ ହେଇପାରିବେ। ପ୍ରଥମେ ମୁଁ ସର୍ଟରେ ଡିସ୍କସନ୍ କରିବି ଏବଂ ଶେଷରେ ଅଫିସିଆଲ୍ ନୋଟିଫିକେସନ୍ ଡିସ୍କସନ୍ କରିବି। ପ୍ରଥମେ ତ ମୁଁ କହୁଅଛି ଏଇଟା ହେଉଛି BEML ରିକ୍ରୁଟମେଣ୍ଟ 2026। এটা হচ্ছে BEML লিমিটেড ফর দ্য রিক্রুটমেন্ট অফ জুনিয়র এক্সিক্यूटिव পোস্টটি 2026ର ভ্যাকেন্সি ଦେଖିବା। ନେମ୍ ଅଫ୍ ଦ ପୋଷ୍ଟ, ତାପରେ ସାଲାରୀ ଦେଖିବା। ପ୍ରଥମ ପୋଷ୍ଟ ଆମର ଅଛି ଜୁନିୟର ଏକ୍ଜିକ୍ୟୁଟିଭ ମେକାନିକାଲ ପ୍ରଡକ୍ସନ୍ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ 31ଟି 35,000 ଠାରୁ 43,000 ପର୍ଯ୍ୟନ୍ତ। ତାପରେ ଜୁନିୟର ଏକ୍ଜିକ୍ୟୁଟିଭ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ 33, ଏଇଟା ମଧ୍ୟ ସେମ୍ ସାଲାରୀ ଅଛି। ସେହିପରି ଜୁନିୟର ଏକ୍ଜିକ୍ୟୁଟିଭ ଇଲେକ୍ଟ୍ରୋନିକ ଟେଲିକମ୍ୟୁନିକେସନ୍ ଇନ୍ଷ୍ଟ୍ରୁମେଣ୍ଟେସନ୍ ଇଞ୍ଜିନିୟରିଂ ଏଇଟା ହେଉଛି 14ଟି, ତା'ର ମଧ୍ୟ ସାଲାରୀ ସେମ୍ ଅଛି। ଏଜୁକେସନାଲ କ୍ୱାଲିଫିକେସନ୍ ଦେଖିବା। ଯଦି ଆପଣମାନେ ବିଟେକ୍ ୱିଥ୍ ମିନିମମ୍ 60% ଇନ୍ ରିଲେଭାଣ୍ଟ ଡିସିପ୍ଲିନ୍ ଯଦି ରଖିଥିବେ, ତତ୍ସଙ୍ଗେ ମେକାନିକାଲ ପ୍ରଡକ୍ସନ୍ ଏହିପରି ଯଦି ରଖିଥିବେ ତାହେଲେ ଆପଣମାନେ ଏହି ପୋଷ୍ଟକୁ ଆବେଦନ କରିବେ। ସେହିପରି ଇଲେକ୍ଟ୍ରିକାଲ ଇଲେକ୍ଟ୍ରୋନିକ ଟେଲିକମ୍ୟୁନିକେସନ୍ ଏହିପରି ସବୁ ରଖିଥିଲେ ଆପଣମାନେ ଆବେଦନ କରିପାରିବେ। ଏବଂ ରିଲାକ୍ସେସନ୍ ଅଫ୍ 5% ଫର୍ SC ST PW କ୍ୟାଣ୍ଡିଡେଟ୍ମାନଙ୍କ ପାଇଁ ଏବଂ ତା ସଙ୍ଗେ 4 ଇୟର୍ ଟେନ୍ସର ପୋଷ୍ଟ 0 ଠାରୁ 2 ଇୟର୍ ଏକ୍ସପିରିଏନ୍ସ ଥିବା ଦରକାର। ଫ୍ରେଶ୍ ଗ୍ରାଜୁଏଟ୍ କ୍ୟାନ୍ ଆପ୍ଲାଏ ଫର୍ 1 ଇୟର୍। 10 ମିନିଟ୍ସ ପୋଷ୍ଟ କରିଥିଲେ ଆପଣମାନେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ଏଜ୍ ଲିମିଟ୍ ଦେଖିବା। ମ୍ୟାକ୍ସିମମ୍ ବୟସ 29 ଏବଂ SC ST PW ମାନଙ୍କ ମଧ୍ୟ ତା'ର 10 ବର୍ଷ ଅଛି ଏବଂ 3 ବର୍ଷ ଏଜ୍ର ମଧ୍ୟ ରିଲାକ୍ସେସନ୍ ଅଛି। ଆପ୍ଲିକେସନ୍ ଫି ଦେଖିବା। SC ST PW ମାନଙ୍କ ପାଇଁ ଫ୍ରି नो ଫି ଏବଂ ଅଦର ମାନଙ୍କ ପାଇଁ 500 ଟଙ୍କା। ହାଉ ଟୁ ଆପ୍ଲାଏ। ପ୍ରଥମେ ଆପଣମାନେ ଭିଜିଟ୍ କରିବେ BEML ୱେବସାଇଟ୍କୁ। ତାପରେ ଆଡ଼ଭର୍ଟାଇଜମେଣ୍ଟ ଦେଖିବେ, ଏଇଟା ତା'ର ରେଜିଷ୍ଟ୍ରେସନ୍ କରିବେ, ଇମେଲ୍ ID ମୋବାଇଲ୍ ନମ୍ବର ଦେବେ, ତାପରେ ଫିଲ୍ଅପ୍ କରିବେ ଡିଟେଲ୍, ଲାଷ୍ଟରେ ସବମିଟ୍ କରିବେ। ଇମ୍ପୋର୍ଟାଣ୍ଟ ଡେଟ୍ ଦେଖିବା। ଶେଷ ତାରିଖ ହେଉଛି 7 ଏପ୍ରିଲ 2026 6ଟା ସୁଦ୍ଧା। ତାପରେ ରିଟେନ୍ ଟେଷ୍ଟ ବା ଭେରିଫିକେସନ୍ ନୋଟିସ୍ ଆସିବ। ଏବେ ଦେଖିବା ତା'ର ଅଫିସିଆଲ୍ ନୋଟିଫିକେସନ୍ଟି। ଏଇଟା ହେଉଛି ତା'ର ଅଫିସିଆଲ୍ ନୋଟିଫିକେସନ୍। ଆପଣମାନେ ଟେଲିଗ୍ରାମରେ ପାଇପାରିବେ, ହ୍ୱାଟ୍ସଆପ୍ ଗ୍ରୁପ୍ରେ ମଧ୍ୟ ଆରଟାଇ ଗ୍ରୁପ୍ରେ ମଧ୍ୟ ପାଇପାରିବେ। ଏଇଟା ତା'ର ଆଡ଼ଭର୍ଟାଇଜମେଣ୍ଟ ନମ୍ବର ଦେଇଛି, ଏଟେ ଆପଣ ଦେଖିପାରିବେ। CIN ନମ୍ବର ମଧ୍ୟ ଦେଇଛି। ଏ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଅଣ୍ଡରଟେକିଂ ଦ୍ୱାରା ଏରେ ତା'ର ପୋଷ୍ଟ ଭ୍ୟାକେନ୍ସି ଡିଟେଲ୍ ମୁଁ ଡିସ୍କସନ୍ କରିଛି। ଆପଣ ଏଇଟା PDFରେ ମୁଁ ଏଇଟା କିଛି କହୁନି, ଏଇଟା ମୁଁ ଯାହା ଡିସ୍କସନ୍ କଲି ଏଇ PDFରେ ମଧ୍ୟ ତାହା ହିଁ ଦେଇଛି, ଆଉ କିଛି ମଧ୍ୟ ଦେଇନି। ତେଣୁ ଆପଣମାନେ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ଯଦି ପ୍ରଥମ ଥର ଏହି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ରେ ଭିଡ଼ିଓକୁ ଦେଖୁଥିଲେ ସବସ୍କ୍ରାଇବ୍ କରନ୍ତୁ। ସବସ୍କ୍ରାଇବ୍ କଲେ ଆପଣମାନଙ୍କ ନିକଟରେ ଏହିପରି ଭିଡ଼ିଓ ପହଞ୍ଚିବ। ରହିଲି, ଥ୍ୟାଙ୍କ ୟୁ।